ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରିବି ଆପଣ ଭଲରେ ଥିବେ। ତ ଦେଖନ୍ତୁ, ବର୍ତ୍ତମାନ ଡିଷ୍ଟ୍ରିକ୍ଟ ଲେଭେଲ୍ ଜବ୍ଟି ଆସିଲା, ଯେଉଁଥିରେ କି ଆମର 3 ପ୍ରକାର ପୋଷ୍ଟ ଭ୍ୟାକେନ୍ସି ଦେଖିବାକୁ ମିଳିବ। ଦେଖନ୍ତୁ, ଜୁନିୟର କ୍ଲାର୍କ, ଜୁନିୟର ଟାଇପିଷ୍ଟ ଏବଂ ସାଲାରୀ ଓମେନ୍, ଏହି 3 ପ୍ରକାର ପୋଷ୍ଟ ଭ୍ୟାକେନ୍ସି ରହୁଛି, ଯେଉଁଥିରେ କି ଏଥିରେ ଉଭୟ ମହିଳା ଏବଂ ପୁରୁଷ ଏଥିରେ ଆବେଦନ କରିପାରିବେ। ଏବଂ ଏହି ଭ୍ୟାକେନ୍ସିଟି ଓଡ଼ିଶାର ସବୁ ଜିଲ୍ଲାର ପ୍ରାର୍ଥୀ ଏହାକୁ ଆବେଦନ କରିପାରିବେ। ଏବଂ ଆପଣଙ୍କର ଯଦି 18ରୁ 32 ଭିତରେ ଆପଣଙ୍କର ଏଜ୍ ରହୁଛି, ତାହେଲେ ଏଥିରେ ଆପଣ ଆପ୍ଲାଏ କରିପାରିବେ। ତେବେ ଚାଲନ୍ତୁ ଦେଖିବା ଏହାର ଭ୍ୟାକେନ୍ସି କେତେ ରହୁଛି ଏବଂ ତା'ର ଦରମା କେତେ ରହୁଛି, କ୍ୱାଲିଫିକେସନ୍ କେତେ ରହୁଛି। ତେଣୁ ଭିଡ଼ିଓକୁ କମ୍ପ୍ଲିଟଲି ଦେଖନ୍ତୁ। ଏବଂ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ, ତାହେଲେ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ। ତେବେ ଚାଲନ୍ତୁ ଦେଖିବା ଏହାର ନୋଟିଫିକେସନରେ ଡିଟେଲ୍ସ କ'ଣ ସବୁ ରହୁଛି। ଯେମିତିକି ପ୍ରଥମେ ଦେଖନ୍ତୁ, ଏହାର ଆମ ପୋଷ୍ଟ ଭ୍ୟାକେନ୍ସି ବର୍ତ୍ତମାନ ଦେଖିବା। ତ ଦେଖନ୍ତୁ, ଜୁନିୟର କ୍ଲାର୍କ ପାଇଁ ଟୋଟାଲ 32ଟା ଟୋଟାଲ ପୋଷ୍ଟ ଭ୍ୟାକେନ୍ସି ରହୁଛି ଏବଂ ଜୁନିୟର ଟାଇପିଷ୍ଟ ପାଇଁ ଟୋଟାଲ 11ଟି ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏବଂ ଓମେନ୍ ପାଇଁ, ଯାହାକି ସାଲାରିଡ୍ ଓମେନ୍ ପାଇଁ ଟୋଟାଲ 15ଟି ଟୋଟାଲ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଏଥିରେ ST, SC, PWD ସମସ୍ତ କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଯଦି ଏହାର ସ୍ୟାଲେରୀ କଥା ଆମେ କହିବା, ସ୍ୟାଲେରୀ ପାର୍ ମନ୍ଥ ରହିବ। ଦେଖନ୍ତୁ, ସ୍ୟାଲେରୀ ପାର୍ ମନ୍ଥ ରହିବ, ଯାହାକି 19,000ରୁ ଆରମ୍ଭ କରି 63,000 ପର୍ଯ୍ୟନ୍ତ ଆପଣ ପାର୍ ମନ୍ଥ ସ୍ୟାଲେରୀ ପାଇପାରିବେ। ସେହିପରି ନେକ୍ସଟ ଆମେ ଦେଖିବା ଏହାର କ୍ୱାଲିଫିକେସନ୍ କେତେ ରହୁଛି। ତେଣୁ ଭିଡ଼ିଓକୁ କମ୍ପ୍ଲିଟଲି ଦେଖନ୍ତୁ। ତ ଦେଖନ୍ତୁ, ବର୍ତ୍ତମାନ ଯଦି ଆମେ କ୍ୱାଲିଫିକେସନ୍ ଦେଖିବା, ଦେଖନ୍ତୁ ଜୁନିୟର କ୍ଲାର୍କ ଏବଂ ଜୁନିୟର ଟାଇପିଷ୍ଟ ପାଇଁ ଯେଉଁ କ୍ୱାଲିଫିକେସନ୍ ରହୁଛି, ଯାହାକି ଯୋଗ୍ୟତାଟି +3 ପାସ୍ କ୍ୱାଲିଫିକେସନ୍ଟି ରହୁଛି ଏବଂ ତା ସହିତ ଆପଣଙ୍କର ଡିପ୍ଲୋମା। ତ ଦେଖନ୍ତୁ, ଏହି ପୋଷ୍ଟ ଯଦି ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ +3 କମ୍ପ୍ଲିଟ୍ କରିବା ସହିତ ଆପଣଙ୍କର ଡିପ୍ଲୋମା କରିଥିବା ଜରୁରୀ ଏବଂ ତା ସହିତ ଆପଣ କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଦରକାର। ଏବଂ ଏଥିରେ ଏଜ୍ ରହିଛି, ମୁଁ ପ୍ରଥମରୁ କହିଲି, ଏଜ୍ ଆପଣଙ୍କର ରହିବ 18 ମିନିମମ୍ ଏବଂ ମ୍ୟାକ୍ସିମମ୍ ଏଜ୍ଟି ରହିବ 32 ଇୟର୍ସ, ମ୍ୟାକ୍ସିମମ୍ ଏଜ୍ଟି ରହିବ। ସେହିପରି ନେକ୍ସଟ ଆମେ ଦେଖିବା ଓମେନ୍ ପାଇଁ ଯେଉଁ କ୍ୱାଲିଫିକେସନ୍ ରହୁଛି। ଦେଖନ୍ତୁ, ଓମେନ୍ ପାଇଁ କ୍ୱାଲିଫିକେସନ୍ ରହିବ ମିନିମମ୍ ମାଟ୍ରିକୁଲେସନ୍ ବା 10 କ୍ଲାସ୍ ପାସ୍ କ୍ୱାଲିଫିକେସନ୍ଟି ରହିବ ଏବଂ ଏଜ୍ଟି ରହିବ 18ରୁ 32 ଇୟର୍ସ, ସେମ୍ ରହୁଛି ଏଜ୍ଟା। ସେହିପରି ବର୍ତ୍ତମାନ ଆମେ ଯଦି ଦେଖିବା ଏହାର ସିଲେକ୍ସନ୍ ପ୍ରୋସେସ୍ଟି ରହିବ। ତ ଦେଖନ୍ତୁ, ସିଲେକ୍ସନ୍ ପ୍ରୋସେସ୍ଟି ରାଇଟିଂ ଏକ୍ଜାମିନେସନ୍ ରହିବ, ଯାହାକି ଦେଖନ୍ତୁ ଜୁନିୟର କ୍ଲାର୍କ ଏବଂ ଜୁନିୟର ଟାଇପିଷ୍ଟ ଏକ୍ଜାମିନେସନ୍ ସେମ୍ଟି। ଦେଖନ୍ତୁ, ଆପଣଙ୍କର ପାର୍ଟ 1, ପାର୍ଟ 2, ପାର୍ଟ 3 ଆପଣଙ୍କର ଏକ୍ଜାମ୍ ରହିବ। ପାର୍ଟ 1ରେ ଆପଣଙ୍କର ଇଂଲିଶ, ଆର୍ଥମେଟିକ୍ ଏବଂ ଜେନେରାଲ୍ ନଲେଜ୍ ହେବ। ଏଥିରେ ଆପଣଙ୍କର 300 ମାର୍କର ଆପଣଙ୍କର ଏକ୍ଜାମ୍ ରହିବ। ସେଥିରେ ଦେଖନ୍ତୁ ଟାଇମ୍ ଡ୍ୟୁରେସନ୍ଟି ରହିବ, ଇଂଲିଶରେ 2 ଆୱାର୍ସ ଏବଂ ଆର୍ଥମେଟିକ୍ରେ 1 ଆୱାର୍ ଏବଂ ଜେନେରାଲ୍ ନଲେଜରେ 1 ଆୱାର୍ ରହିବ। ଟୋଟାଲ୍ 3 ଆୱାର୍ସ ରହିବ, 4 ଆୱାର୍ ଟୋଟାଲ୍ ଟାଇମ୍ ଡ୍ୟୁରେସନ୍ଟି ରହିବ ପାର୍ଟ 1ରେ। ଏବଂ ପାର୍ଟ 2ରେ ଆପଣଙ୍କର ରହିବ କମ୍ପ୍ୟୁଟର ସାଇନ୍ସ ଟେଷ୍ଟ, ଯାହାକି ପ୍ରାକ୍ଟିକାଲ୍ ଟେଷ୍ଟ ଆପଣଙ୍କର ରହିବ 100 ମାର୍କର ଏବଂ ଟାଇମ୍ ଡ୍ୟୁରେସନ୍ଟି ରହିବ 1 ଆୱାର୍ ଟାଇମ୍ ଡ୍ୟୁରେସନ୍ଟି ରହିବ। ଏବଂ ପାର୍ଟ 3ରେ ଆପଣଙ୍କର ରହିବ ଭାଇବା ଭଏସ୍ ଟେଷ୍ଟ, ଯାହାକି 85 ମାର୍କର ଆପଣଙ୍କର ଭାଇବା ଭଏସ୍ ଟେଷ୍ଟ ରହିବ। ସେହିପରି ନେକ୍ସଟ ଆମେ ଦେଖିବା ଓମେନ୍ ପାଇଁ ଯେଉଁ ଏକ୍ଜାମିନେସନ୍ ସିଷ୍ଟମ୍ଟି ରହିଛି। ସେହିପରି ନେକ୍ସଟ ଦେଖନ୍ତୁ, ଓମେନ୍ ପାଇଁ ଯେଉଁ ଏକ୍ଜାମିନେସନ୍ ସିଷ୍ଟମ୍ଟି ବର୍ତ୍ତମାନ ଦେଖନ୍ତୁ, ଓମେନ୍ ପାଇଁ ଏକ୍ଜାମିନେସନ୍ ସିଷ୍ଟମ୍ର 3ଟି ପାର୍ଟରେ ଆପଣଙ୍କର ଏକ୍ଜାମ୍ ରହିବ। ପାର୍ଟ 1, ପାର୍ଟ 2, ପାର୍ଟ 3, 3ଟି ପାର୍ଟରେ ଆପଣଙ୍କର ଏକ୍ଜାମ୍ ସିଷ୍ଟମ୍ଟି ରହିବ। ଯେଉଁଥିରେ କି ଦେଖନ୍ତୁ, ପାର୍ଟ 1ରେ ଆପଣଙ୍କ ଲାଙ୍ଗୁଏଜ୍ ରହିବ ଇଂଲିଶ ଏବଂ ଏଥିରେ ଆପଣଙ୍କର ଇଂଲିଶ ଏବଂ ଓଡ଼ିଆରେ ଆପଣଙ୍କର କ୍ୱେଶ୍ଚନ୍ ଆସିବ। ତ ଦେଖନ୍ତୁ, ପାର୍ଟ 1ରେ ଆପଣଙ୍କର ରହିବ ଏକ୍ଜାମିନେସନ୍ ଲାଙ୍ଗୁଏଜ୍ ଟେଷ୍ଟ ଆପଣଙ୍କର ରହିବ ଏବଂ ଆର୍ଥମେଟିକ୍ ଟେଷ୍ଟ ରହିବ ଏବଂ ଟେକ୍ନିକାଲ୍ ସର୍ଭେ ଆପଣଙ୍କର ରହିବ। ଏଥିରେ ଆପଣଙ୍କର ଲାଙ୍ଗୁଏଜ୍ ଟେଷ୍ଟରେ 100 ମାର୍କର ହେବ ଏବଂ ଆର୍ଥମେଟିକ୍ 100 ମାର୍କ ଏବଂ ଟେକ୍ନିକାଲ୍ ସର୍ଭେରେ ଆପଣଙ୍କର 50 ମାର୍କର ହେବ। ଏବଂ ଟାଇମ୍ ଡ୍ୟୁରେସନ୍ଟି ରହୁଛି ଟୋଟାଲ୍ 4 ଆୱାର୍ସ ଟାଇମ୍ ଡ୍ୟୁରେସନ୍ଟି ରହୁଛି। ଏବଂ ପାର୍ଟ 2ରେ ଆପଣଙ୍କର ସର୍ଭେ ପ୍ରାକ୍ଟିକାଲ୍ ଟେଷ୍ଟ ରହିବ, ଯାହାକି 50 ମାର୍କର ଟାଇମ୍ ଡ୍ୟୁରେସନ୍ଟି ରହୁଛି 1 ଆୱାର୍। ଏବଂ ପାର୍ଟ 3ରେ ଆପଣଙ୍କର ଭାଇବା ଭଏସ୍ ଟେଷ୍ଟ ରହିବ, 30 ମାର୍କର ଆପଣଙ୍କର ଭାଇବା ଭଏସ୍ ଟେଷ୍ଟ ହେବ। ଓଡ଼ିଆ ଏବଂ ଇଂଲିଶରେ ଆପଣଙ୍କର ଲାଙ୍ଗୁଏଜ୍ ରହିବ କ୍ୱେଶ୍ଚନ୍। ଏବଂ ଦେଖନ୍ତୁ, ଏଥିରେ ଓମେନ୍ ପୋଷ୍ଟରେ ଆପଣଙ୍କର 10th ଷ୍ଟାଣ୍ଡାର୍ଡର, ଯାହାକି 10ମ କ୍ଲାସ୍ ଷ୍ଟାଣ୍ଡାର୍ଡର ଆପଣଙ୍କର କ୍ୱେଶ୍ଚନ୍ଟି ଆସିବ ଏବଂ ଇଂଲିଶ ଏବଂ ଓଡ଼ିଆରେ ଆପଣଙ୍କର କ୍ୱେଶ୍ଚନ୍ ଆସିବ।
तो सेहीपरि नेक्स्ट देखंतु एप्लिकेशन केबेठारु आपण अप्लाई करि परिबे। देखंतु एप्लिकेशन ऑलरेडी स्टार्ट हे सारिछि। एप्लिकेशन लास्ट डेट जाके आवेदन लास्ट डेट टी रोचे जाके 6/8/2024 लास्ट डेट टी रोचे ऑलरेडी स्टार्ट हे सारिछि आवेदन। तेणु एबे आपण फॉर्म अप्लाई करंतु फॉर्म पूर्ण चलीछि। एवं देखंतु अप्लाई मोड टी आपनकर रहइबो स्पीड पोस्ट एवं रजिस्टर पोस्ट माध्यम रे आपण सेंड करबा को पड़िबो जाकि मेल माध्यम रे आपण सेंड करबा को पड़िबो जाकि एई एड्रेस से आपनकर सेंड करबा को पड़िबो। तो डिस्क्रिप्शन रे यार लिंक मु प्रोवाइड कर देबी सेटु जे डाउनलोड करी आपण डिटेल्स आपण देखि नेबे। तेणु मु आशा करिछि आपण मानको वीडियो को भल लागिथबो। वीडियो को गोटे लाइक करंतु एवं ता सहित चैनल को मध्य आपण सब्सक्राइब करि नेबे।